ପିଲାମାନେ 1631ରେ ନର୍ଥ ହାମ୍ପଟନଶାୟାର ନିକଟସ୍ଥ ଗୋଟିଏ ଗ୍ରାମରେ ଜନ୍ ଡ୍ରାଇଡେନଙ୍କର ଜନ୍ମ। ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଏବଂ ପ୍ୟୁରିଟାନ ମତବାଦରେ ସେମାନେ ବିଶ୍ୱାସ ରଖନ୍ତି। ଜନ୍ ଡ୍ରାଇଡେନ କେମ୍ବ୍ରିଜରେ ଶିକ୍ଷାଲାଭ କରିଥିଲେ। ସେ ଯୁଗର ସେ ଜଣେ ଉଚ୍ଚ ଶିକ୍ଷିତ ସାହିତ୍ୟ ଅନୁରାଗୀ ହେଲେ ମଧ୍ୟ 30 ବର୍ଷ ପର୍ଯ୍ୟନ୍ତ ତାଙ୍କର କୌଣସି ଲେଖା ପ୍ରକାଶ ପାଇନଥିଲା ବା ତାଙ୍କ ସୃଜନଶୀଳତାର କିଛି ପରିଚୟ ମିଳିନଥିଲା। 30 ବର୍ଷ ପରେ ସେ ପପୁଲାର ହେଇଥିଲେ। ଜନ୍ ଡ୍ରାଇଡେନଙ୍କ ବ୍ୟକ୍ତିଗତ ଜୀବନ ଏକ ବିବାଦମାନ ବିଷୟ। ନିଜ ଲେଖାରୁ ସେ ଜଣାପଡ଼ନ୍ତି ସେ ହେଉଛନ୍ତି ଅତ୍ୟନ୍ତ ସଚ୍ଚୋଟ ଓ ସ୍ପଷ୍ଟବାଦୀ, କିନ୍ତୁ କାର୍ଯ୍ୟକଳାପରୁ ତାର ବିପରୀତର ସୂଚନା ମିଳେ। ପ୍ରଥମ ଜୀବନରେ ଅଲିଭର କ୍ରମୱେଲଙ୍କ ଗୁଣଗାନ କରିଥିଲେ ମଧ୍ୟ ଲାଇଫର ସେକେଣ୍ଡ ପାର୍ଟରେ ଚାର୍ଲସ ସେକେଣ୍ଡ ସିଂହାସନ ଆରୋହଣ କଲେ ସେ ତାପରେ ତାଙ୍କ ଭକ୍ତ ହେଇଗଲେ ଏବଂ ଚର୍ଚ୍ଚ ଅଫ୍ ଇଂଲଣ୍ଡ ପ୍ରତି ମଧ୍ୟ ବିଶ୍ୱାସ ଜ୍ଞାପନ କଲେ। ପୁଣି ଦ୍ୱିତୀୟ ଜେମ୍ସ ଯେତେବେଳେ ତାପରେ ରାଜା ହେଇଗଲେ ସେ ରୋମାନ କ୍ୟାଥୋଲିକ ସାଜିଥିଲେ। ଏହା ହେଉଛି ସୁବିଧାବାଦୀ ମନୋବୃତ୍ତିର ପରିଚୟ। ଅବଶ୍ୟ ଦ୍ୱିତୀୟ ଜେମ୍ସଙ୍କ ପତନ ପରେ ସେ ରାଜକବି ପଦରୁ ବିଦା ହୋଇଥିଲେ ମଧ୍ୟ ଧର୍ମ ବିଶ୍ୱାସ ଆଉ ଛାଡ଼ି ନଥିଲେ। ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ସ୍ୟାଡୱେଲ ରାଜକବି ପଦବୀ ପାଇବା ତାଙ୍କ ପକ୍ଷରେ ଅତ୍ୟନ୍ତ ସେ କ'ଣ ହେଇଥିଲେ ମର୍ମନ୍ତୁଦ ହୋଇପଡ଼ିଥିଲେ ବା ହିଂସୁକ ହୋଇପଡ଼ିଥିଲେ। ଆଦ୍ୟ ଜୀବନରେ ଡ୍ରାଇଡେନ ଅଲିଭର କ୍ରମୱେଲଙ୍କ ମୃତ୍ୟୁରେ ହିରୋଇକ୍ ଷ୍ଟାଞ୍ଜା ନାମକ ଏକ ଦୀର୍ଘ କବିତା ଲେଖିଥିଲେ। 1667ରେ ତାଙ୍କର ଅନ୍ୟ ଏକ କବିତା ପ୍ରକାଶ ପାଇଥିଲା। ଆନସ୍ ମିରାବିଲ୍ସ ଯୋଗୁଁ ସେ ଅଧିକ ପରିଚିତ ହେବାକୁ ଲାଗିଥିଲେ। ଏଥିରେ 1666 ମସିହାରେ ଲଣ୍ଡନରେ ଘଟିଥିବା ଭୀଷଣ ଅଗ୍ନିକାଣ୍ଡ ଓ ଇଂଲଣ୍ଡ ଡଚ୍ ଯୁଦ୍ଧ ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି। ଏହାପରେ ଡ୍ରାଇଡେନ ପ୍ରାୟ 15 ବର୍ଷ ଧରି କେବଳ ନାଟ୍ୟ ରଚନାରେ ମନୋନିବେଶ କରିଥିଲେ। କବିତା ରଚନାର ଦ୍ୱିତୀୟ ପର୍ଯ୍ୟାୟ ତାଙ୍କର ଆରମ୍ଭ ହୁଏ 1680 ବେଳକୁ। ରାଜନୈତିକ ପରିବେଶ ତଥା ବ୍ୟକ୍ତିଗତ କାରଣରୁ ସେ ବ୍ୟଙ୍ଗ କବିତା ଲେଖିବା ଆରମ୍ଭ କରନ୍ତି। 1881ରେ ତାଙ୍କର ପ୍ରସିଦ୍ଧ ବ୍ୟଙ୍ଗ ରଚନା ଆବସଲମ ଆଣ୍ଡ ଆଚିଟୋଫେଲ ପ୍ରକାଶ ପାଇଥିଲା। ତେଣୁ ଏହି ଯେଉଁ ଆବୁସଲମ ଓ ଆଚିଟୋଫେଲ ବ୍ୟଙ୍ଗ କବିତାଟିରେ ରାଜା ଦ୍ୱିତୀୟ ଚାର୍ଲସ ଡେଭିଡ୍ ସିଂହାସନ ବିଳାସୀ ତାଙ୍କର ଅବୈଧ ପୁତ୍ର ଡ୍ୟୁକ୍ ଅଫ୍ ମନମାଉଥ ଆବସଲମ ଓ ଆର୍ଲ ଅଫ୍ ସେଫ୍ଟସବେରୀ ଆଚିଟୋଫେଲ ଭାବରେ ଚିତ୍ରିତ। ଏଥିରେ ସେ ରାଜତନ୍ତ୍ରର ପକ୍ଷରେ ସମର୍ଥନ କରିବା ସଙ୍ଗେ ସଙ୍ଗେ ବିରୋଧୀ ହୁଇଗ୍ ଦଳର ସମାଲୋଚନା କରିଛନ୍ତି। କେଉଁଥିରେ? ଆବୁସଲମ ଆଣ୍ଡ ଆଚିଟୋଫେଲରେ। ନିଜର ବ୍ୟଙ୍ଗ ବିଦ୍ରୂପ ସୂତ୍ର ସମ୍ବନ୍ଧରେ ଡ୍ରାଇଡେନ କହନ୍ତି, କ'ଣ କହନ୍ତି? ଆଇ ଆଭଏଡେଡ୍ ଦ ମେନସନ୍ ଅଫ୍ ଗ୍ରେଟ୍ କ୍ରାଇମ୍ସ ଆଣ୍ଡ ଆପ୍ଲାଏଡ୍ ମାଇସେଲ୍ଫ ଟୁ ଦ ରିପ୍ରେଜେଣ୍ଟିଂ ଅଫ୍ ବ୍ଲାଇଣ୍ଡ ସାଇଟ୍ସ ଆଣ୍ଡ ଲିଟିଲ୍ ଏକ୍ସଟ୍ରାଭେଞ୍ଜେନ୍ସ। ରାଜା ଦ୍ୱିତୀୟ ଜେମ୍ସଙ୍କ ପତନ ପରେ ଡ୍ରାଇଡେନଙ୍କ ରାଜକବି ପଦ ମଧ୍ୟ ଚାଲିଯାଇଥିଲା। ଶେଷ ଜୀବନ ପର୍ଯ୍ୟନ୍ତ ସେ ସାହିତ୍ୟ ସେବାରେ ହିଁ କଟାଇଥିଲେ। ତେଣୁ ପିଲାମାନେ ଆଜି ପାଇଁ ଏତିକି। ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ରହୁଛି। ହାଭ୍ ଏ ଗ୍ରେଟ୍ ଡେ।